ଧ୍ୟାନ ଦିଅନ୍ତୁ। ଗଳାରେ ଥାଇରଏଡ୍ ହବା, ଗଳାରେ ଆବୁ ବାହାରିବା, ଟନସିଲ୍ ବଢ଼ିବା, ଏଥିପାଇଁ ଗଳା ସମସ୍ୟାରେ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ଆସେ ଗଳାକୁ। ତେଣୁ ଗଣ ହେଇ କଥାବାର୍ତ୍ତା କରିବା କତରୁ ଆରମ୍ଭ କରିକି ଯାବତୀୟ ସମସ୍ୟା ତାକୁ ଆପଣ ଦୂର କରିବାକୁ ହେଲେ ମଙ୍କି ମୁଦ୍ରା ସାଙ୍ଗେ ସାଙ୍ଗେ ବେକ ମୁଦ୍ରା ଗୁଡ଼ାକ କରିବାକୁ ପଡ଼ିବ। ଦେଖନ୍ତୁ, ମଙ୍କି ମୁଦ୍ରା ଆଗେ କରିବେ। ତାପରେ ବେକକୁ ନର୍ମାଲି ଆପଣ ଭାଙ୍ଗିବେ। ନଅ ଥର। ତାପରେ ଏଇ ଓଠଟାକୁ ଏଠିକି ଲଗେଇବାକୁ ଚେଷ୍ଟା କରିବେ। ତାପରେ ଏପଟୁ ଏଗୁଡ଼ା ସବୁ 9 ଥର ଲେଖା କରିବେ। ପୁଣି ଏପଟକୁ ଦେଖନ୍ତୁ। ନଅ ଥର ବେକକୁ ଘୁରେଇବେ। ପୁଣି ଏପଟକୁ 9 ଥର। ତାପରେ ଦେଖନ୍ତୁ ଇଂଲିଶ 4 ଗୁଡ଼ା କରନ୍ତୁ। ଏତିକି କଲେ ଆପଣ ନିଶ୍ଚିତ ଯଦି କରୁଥିବେ ବା କରନ୍ତୁ, ଆପଣ ଏତିକିରୁ ଦେଖିକି ବି ଜାଣିପାରିଥିବେ ନିଶ୍ଚିତ ଗଳାରେ ଆସୁଥିବା ସମସ୍ୟା ବା ଗଳାରେ ଥିବା ସମସ୍ୟା ନିଶ୍ଚିତ ଦୂର ହେଇଯିବ। ଆଜ୍ଞା, କେବେ ବି ରୋଗ ଆସିବାକୁ ଦବନି। ଯଦି ଆସିଥାଏ ସମ୍ପୂର୍ଣ୍ଣ ଦୂରେଇ ଯିବ। ରହିଲି। ଜୟ ଜୀବ। ପିତାମାତା କି ଜୟ।